ଇ-କମର୍ସ कंपनी मिशो ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। କ୍ଲାଉଡ୍ ସର୍ଭିସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମିଶୋ ଓ ଆମାଜନ। କ୍ଲାଉଡ୍ ସର୍ଭିସ ଦେୟ ପୈଠ ନ କରିବାରୁ ମିଶୋ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି ଆମାଜନ ୱେବ୍ ସର୍ଭିସେସ୍। ମିଶୋ ପକ୍ଷରୁ ଆମାଜନକୁ 127 କୋଟି ଟଙ୍କାର ବକେୟା ପ୍ରାପ୍ୟ ଦିଆଯାଉନଥିବାରୁ ଆମାଜନ ୱେବ୍ ସର୍ଭିସେସ୍ ମିଶୋକୁ କାଠଗଡ଼ାକୁ ଟାଣିଛି। ମିଶୋ ପକ୍ଷରୁ ଆମାଜନକୁ 127 କୋଟି 45 ଲକ୍ଷ ଟଙ୍କାର ବକେୟା ପ୍ରଦାନ ପାଇଁ ଦାବି ହୋଇଛି, ଯେଉଁଥିରେ ଖର୍ଚ୍ଚ, ପ୍ରତିବଦ୍ଧତାର କମ୍ ରାଶି ପୈଠ, ଦୀର୍ଘକାଳୀନ ସେବା ଶୁଳ୍କ ପୈଠ ଉପରେ ଥିବା ସୁଧ ଏବଂ ମଧ୍ୟସ୍ଥତା ବାବଦ ଖର୍ଚ୍ଚ ସାମିଲ ରହିଛି। ଅନ୍ୟପଟେ ଇ-କମର୍ସ କମ୍ପାନୀ ମିଶୋ ମଧ୍ୟ ଆମାଜନ ବିରୋଧରେ ଅଭିଯୋଗ ଅଣାଯାଇ ଆଇନଗତ ପଦକ୍ଷେପ ନେଇଛି। ଆମାଜନ ୱେବ୍ ସର୍ଭିସେସ୍ ତରଫରୁ ଦିଆଯାଉଥିବା ସେବା ନିମ୍ନମାନର ବୋଲି ମିଶୋ ଅଭିଯୋଗ କରିଛି। ଏହାର ପ୍ରତିବଦଳରେ ମିଶୋ ଆମାଜନଠାରୁ 86 କୋଟି 49 ଲକ୍ଷ ଟଙ୍କା ଦାବି କରିଛି। ତେବେ ମିଶୋ ତରଫରୁ ଆମାଜନଠାରୁ କ୍ଷତିପୂରଣ ଦାବି କରାଯିବା ପରେ ଆମାଜନ ୱେବ୍ ସର୍ଭିସେସ୍ ଗତ ମାର୍ଚ୍ଚରେ ନିଜର ଜବାବ ଦାଖଲ କରିଥିଲା। ଏହି ମାମଲା ଏବେ ମଧ୍ୟସ୍ଥତା ନ୍ୟାୟାଧିକରଣ ନିକଟରେ ବିଚାରାଧୀନ ରହିଛି। ଏହି ବିବାଦ ମିଶୋର ନିଜସ୍ୱ ବିଶାଳ ଇ-କମର୍ସ ଇକୋସିଷ୍ଟମକୁ ଚଳାଇବା ଲାଗି କ୍ଲାଉଡ୍ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାର ସମୟ ଆସୁଛି। ମିଶୋ ନିଜର ଆଗାମୀ 4250 କୋଟିର ଆଇପିଓ ମଧ୍ୟରୁ 1390 କୋଟି ଟଙ୍କା ନିଜର ପ୍ରଯୁକ୍ତି ବିଦ୍ୟା ଏବଂ କ୍ଲାଉଡ୍ ସର୍ଭିସକୁ ମଜବୁତ କରିବା ଦିଗରେ ଖର୍ଚ୍ଚ କରିବାକୁ ଯୋଜନା ରଖିଛି।